এটা ବାରମ୍ବାର ଗତକାଲି ବି କହିଥିଲେ, ଆଜି ବି କହୁଛି କ୍ଲିୟର କରିକି ଯେ ଆମ ସରକାରଙ୍କର କୃଷକମାନଙ୍କୁ ହଇରାଣ କରିବାର କୌଣସି ମସୁଦା ନାହିଁ। କୃଷକମାନଙ୍କ ପାଇଁ ସବୁ ପ୍ରକାର ସରଳୀକରଣ କରିବା ପାଇଁ ଆମେ ପ୍ରସ୍ତୁତ ଅଛୁ। ସେମାନେ ଆଗ ରେଜିଷ୍ଟ୍ରେସନ କରନ୍ତୁ, ରେଜିଷ୍ଟ୍ରେସନ କରିସାରିଲା ପରେ ଏଇସବୁ ଜିନିଷ ଗୁଡ଼ାକ ଆମେ ବିଚାର କରିବୁ। କ'ଣ କହିଲେ? ନାଇଁ, ବରଗଡ଼ରୁ 4 ଜଣ, ସମ୍ବଲପୁରରୁ ଏବଂ ବଲାଙ୍ଗୀରରୁ ସମସ୍ତେ ମୋ ପାଖରେ ବସିଛନ୍ତି। ସମସ୍ତଙ୍କର ଆଉ ଯେଉଁ ଭାବନା ବିଚାର କରାଗଲା, ସମସ୍ତଙ୍କର ଉଦ୍ବେଗ ସେମାନେ ପ୍ରକାଶ କଲେ ଯେ କୃଷକମାନେ ଆଉ ବିଭ୍ରାନ୍ତିକର ତଥ୍ୟ ପାଇକିରି ଆଉ ମନ ଦୁଃଖରେ ଅଛନ୍ତି। ମୁଁ ତାଙ୍କୁ କ୍ଲିୟର କରି କହିଲି ଯେ କାହାକୁ ବି ଆମେ ହଇରାଣ କରିବୁ ନାହିଁ। ସମସ୍ତଙ୍କ ରେଜିଷ୍ଟ୍ରେସନ ହେବ ଆଉ ସମସ୍ତଙ୍କୁ ଟୋକନ ମିଳିବ, କିଛି ଅସୁବିଧା ହେବ ନାଇଁ। ସେଇଟା ଏଥରକ ଆମେ ଦେଖିବୁ, ସେଇଟା ମଧ୍ୟ ଗୋଟେ ବିଚାର କଥା ଅଛି। ଏଥରକ ଟୋକନ ଯେମିତି ମାତ୍ରା କମ୍ ହେବ ନାହିଁ। ରେଜିଷ୍ଟ୍ରେସନ କରିବାର ଯେତିକି ରେଜିଷ୍ଟ୍ରେସନ କରିବେ ତାହେଲେ ସେଇ ପରିମାଣର ଚାଉଳ ସେ କେମିତି ବିକିପାରିବେ, ଏ ଧାନ ବିକିପାରିବେ, ତାର ମଧ୍ୟ ଆମେ ବ୍ୟବସ୍ଥା କରିବୁ। ଦେଖନ୍ତୁ, ଜମି ମାଲିକ ଭାଗ ଚାଷୀ, ଜମି ମାଲିକ ତାର କନସେଣ୍ଟ ଦେବ ଭାଗ ଚାଷୀକୁ ଯେ ଇଏ ମୋର ଚାଷ କରୁଛନ୍ତି ବୋଲି, ସେ ଅନୁଯାୟୀ ରେଜିଷ୍ଟ୍ରେସନ ହେବ। ଆଉ ଯଦି ଜମି ମାଲିକ ବାହାରେ କେଉଁଠି ଅଛନ୍ତି, ଫରେନ୍ରେ ଅଛନ୍ତି, ସିଏ ରେଜିଷ୍ଟ୍ରେସନ ପ୍ରକ୍ରିୟାରେ ଆସିପାରିବେ ନାହିଁ, ତାହେଲେ ଆମେ ଗୋଟେ ଆପ୍ ଡେଭଲପ୍ କରୁଛୁ। ସେ ଆପ୍ ମାଧ୍ୟମରେ ତାଙ୍କର ଫେସ୍ଟାକୁ ସ୍କାନିଂ କରାଯିବ, ଆଇ ସ୍କାନିଂ କରାଯିବ, ଆଉ ସେଇଟା ମଧ୍ୟ ହେଇପାରିବ। ତାଙ୍କୁ ବାହାରୁ ଆସିବା ଦରକାର ନାହିଁ, ସେ ସେଇଠି ଥାଇକି ମଧ୍ୟ ତାଙ୍କର କନସେଣ୍ଟ ଦେଇପାରିବେ। ବର୍ତ୍ତମାନ ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ଅଛି। ଆବଶ୍ୟକ ପଡ଼ିବ ଯଦି ଆମେ ଆହୁରି ଏକ୍ସଟେନସନ୍ କରିବୁ। ଏଲପିଜି କାମ ଉପରେ ମାନେ ଟିକେ ପ୍ରକୃତରେ ହେଇଛି। ଆପଣ ଯାହା କହୁଛନ୍ତି ଠିକ୍ କହୁଛନ୍ତି, କିନ୍ତୁ ତା ଭିତରେ ଆମେ ଆଉ ଥରେ ବସିକି ତାକୁ କେମିତି ଏକ୍ସପାର୍ଟାଇଟ୍ କରିବୁ ଦେଖିବୁ।